ନୟାଗଡ଼ ବ୍ଲକ ମିଶନ ଶକ୍ତି ଭବନ ତ୍ରିନାଥ ଛକଠାରେ ଉଦ୍ଘାଟିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି। ସେହିଭଳି ଭାବେ ଜିଲ୍ଲା ମିଶନ ଶକ୍ତି ଭବନ ଗୃହ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ନିର୍ମାଣ ପାଇଁ ଶିଳାନ୍ୟାସ ବିଧାୟକ ଡକ୍ଟର ସାହୁଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ଭବନରେ ଏସ୍ଏଚ୍ଜି ମହିଳାଙ୍କ ବୈଠକ ପାଇଁ ସଭାଗୃହ ରହିଛି। ଏସ୍ଏଚ୍ଜି ମହିଳାମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀକୁ ଏଠାକୁ ଆଣି ବିକ୍ରି କରିପାରିବେ ବୋଲି ସେ କହିଛନ୍ତି। ଏ ଅବସରରେ ବ୍ଲକ ମିଶନ ଶକ୍ତି ଭବନଠାରୁ ଏକ ପଦଯାତ୍ରା ବାହାରି ଦେବତର କଲୋନୀ ନବୀନ ମଣ୍ଡପରେ ପହଞ୍ଚିଥିଲା। ଏହି ପଦଯାତ୍ରାରେ ବ୍ଲକର 10,000 ମହିଳା ସାମିଲ ହୋଇଥିଲେ। ନବୀନ ମଣ୍ଡପଠାରେ ନୟାଗଡ଼ ବିଧାୟକ ଡକ୍ଟର ସାହୁ ମହିଳାଙ୍କୁ ଉଦ୍ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାରୁ ମିଶନ ଶକ୍ତି ସୃଷ୍ଟି ହୋଇଥିବା ବେଳେ ଏହା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ପ୍ରକୃଷ୍ଟ ମାଧ୍ୟମ ପାଲଟିଛି ବୋଲି କହିଥିଲେ। ରାଜ୍ୟରେ ମହିଳାମାନେ ଆଜି ରୋଜଗାରକ୍ଷମ ହୋଇଥିବା ବେଳେ ବିଦେଶ ଭ୍ରମଣର ସୁଯୋଗ ପାଇଛନ୍ତି। ମିଶନ ଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି। ମହିଳା ସଶକ୍ତିକରଣରେ ନୟାଗଡ଼ ଆଗୁଆ ବୋଲି ବିଧାୟକ କହିଥିଲେ। ନୟାଗଡ଼ରେ ମିଶନ ଶକ୍ତି ଆନୁକୂଲ୍ୟରେ ଅନେକ କାର୍ଯ୍ୟ ହାତକୁ ନିଆଯାଇଛି। ଛତୁ ପ୍ରକ୍ରିୟାକରଣ ୟୁନିଟ୍ଠାରୁ ଆରମ୍ଭ କରି ମହିଳାମାନେ ଅନେକ କ୍ଷେତ୍ରରେ ରୋଜଗାର ପନ୍ଥା ଆପଣାଇଛନ୍ତି। ନୟାଗଡ଼ ବିକାଶ ଶାନ୍ତି ପ୍ରତିଷ୍ଠା ପାଇଁ ସମ୍ଭବ ହେଉଛି। ରୂପାନ୍ତରିତ ନୟାଗଡ଼ ଅନ୍ୟ ଜିଲ୍ଲା ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଅନ୍ୟ ଜିଲ୍ଲାରୁ ଅତିଥିମାନେ ନୟାଗଡ଼ ବିକାଶ ଦେଖିବାକୁ ଆସୁଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୟାଗଡ଼ ଆଗକୁ ବଢୁଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁଭାଷ ଚନ୍ଦ୍ର କଅଁର, ବିରଜା ଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ଼ରୁ ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।